ଜଗନ୍ନାଥ ସମସ୍ତଙ୍କୁ। ଜୟ ଜଗନ୍ନାଥ ସମସ୍ତଙ୍କୁ। ଆଜି ଆଉ ଗୋଟେ ନୂଆ ଆଜି ଆଉ ଗୋଟେ ନୂଆ ସ୍ୱାଗତ ଆଜି ଜାଣୁଛି। ମୁଁ ଘରକୁ ପଳେଇ ଯାଇଛି କାହିଁକିନା ମୋର 18 ତାରିଖରେ ଏକ୍ଜାମ୍ ଅଛି, ତ ମୁଁ ସେଇଥିପାଇଁ ପଳେଇ ଆସିଲି। ତ ଆଉ ତ ଆସିକି ତ ମୁଁ ଦିନ 11ଟା ନୁହଁ ତ ଦିନ 12:30 ମୁଁ ଆସିକି ପହଞ୍ଚିଗଲି। ତ 12:30 ପହଞ୍ଚିଲି। ତ ଯେହେତୁ ମୁଁ ଖାଇ ପିଇକି ଡାଇରେକ୍ଟ ଶୋଇପଡ଼ିଲି। ଶୋଇପଡ଼ିକି ଜଷ୍ଟ ଉଠିଲି, ଦେଖିଲି ପାଗ କେମିତି ଅଛି। ପାଗ ଦେଖିଲା ତାପରେ ଆମର ଇଆଡ଼େ ମେଘ ଉଠିଛି। ଆପଣଙ୍କୁ ରୁହନ୍ତୁ ମୁଁ ଦେଖୁଛି କିଭଳିଆ ପାଗ ଦେଇଛି। ଇଏ ଦେଖିପାରୁଥିବେ ପୁରା ମେଘ ପାଗ ହେଇଛି, ହଲୁଛି। ବର୍ଷା ହେଲାଣି ଆମ ଇଆଡ଼େ। ପାଗ ଫାଗ ଦେଖିପାରୁଛନ୍ତି। ଏଇଟା ଆମର ଆମ ଘରେ କେତେ କ'ଣ ଗଛ ଲାଗିଛି। ଏ ହେଉଛି ସବୁ ଶାଗ ଗଛ, ଏଇଟା ହେଉଛି ଲଙ୍କା ଗଛ, ଏଇଟା ସବୁ ବମ୍ବେଇ ଶାଗ ଗଛ, ଏଠାରେ କେଉଁ ଶାଗ ଗଛ ହେଇଥିବ ସବୁ ସବୁ ଶାଗ ଗଛ ଲାଗିଛି। ଦେଖିପାରୁଛ ଟିକେ ମାତ୍ର ସନ୍ଧ୍ୟା 6ଟା ବାଜିଛି। କାଲି ଏଇ ଟାଇମ୍ରେ ଦିନ ଥିଲା, ଆଜି ଏଇ ଟାଇମ୍ରେ ସନ୍ଧ୍ୟା ହେଇକି ରାତି ହେଇଯାଇଛି। ଏଇଟା ହେଉଛି ଆମ ଗାଁକୁ ସମ୍ପଡ଼ ଯିବ ରାସ୍ତା। ବର୍ତ୍ତମାନ ଆମେ କ୍ଷୀରି ବନାଉଛୁ। ବର୍ତ୍ତମାନ ମୁଁ ଅଛି ଆମ ରୁମ୍ରୁ କିଚେନ୍ ଚାଳେ। ଏ ମୋ ପଛପଟ ଚାଳେ ଦେଖି ପାରୁଛନ୍ତି। ଏଇଟା ହେଉଛି ଆମର ୱାଟର ମାନେ ଆମର କ'ଣ କହିଲ କ'ଣ କହନ୍ତି ମୁଁ ଭୁଲିଗଲିଣି। ଆମର ୱାଟର ପ୍ୟୁରିଫାୟର, ଯାହାକି ଆକ୍ୱାଗାର୍ଡ଼ କହିଲେ ଚଳିବ। ଏପଟେ ଲୋ କ୍ୟାମେରା ଭଲ ଆସୁଛନ୍ତି। ଏପଟ ସାଇଡ଼୍ଟା ଆମର ଇଏଟା ଅଛି ନା, ଲାଇଟ୍ଟା ଅଛି। ଯାହା ଏପଟ ହେଲେ ସେ ଲାଇଟ୍ଟା ମୁଁ ବିପର କ୍ୟାମେରା ପଡ଼ୁଛି, ଏପଟ ହେଲେ ଲାଇଟ୍ଟା ଠିକ୍ ଠାକ୍ ପଡ଼ୁଛି। ବର୍ତ୍ତମାନ ଅଛି। ବର୍ତ୍ତମାନ ଦେଖିବା କ'ଣ କରିବା। କ୍ଷୀରି ସୋରେ ମୁଁ ଆପଣ ଦେଖିବି ଆଉ କ'ଣ ଅଛି ଦେଖାଯାଉଛି।